ଭିଡିଓରେ ଆପଣଙ୍କ ପାଇଁ 5ଟି ବଡ଼ ଖବର ରହିଛି। ସମସ୍ତ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଖବରଗୁଡ଼ିକ ନିହାତି ଆପଣଙ୍କ କାମରେ ଲାଗିବ। ବଢ଼ିବ ସମବାୟ ସଂସ୍ଥାର ଋଣ ପ୍ରଦାନ କ୍ଷମତା। ବିନିଯୋଗ ହେବ 950 କୋଟି। ଆଜି ମିଳିବ କାଳିଆ ଟଙ୍କା। କାଳିଆ ଯୋଜନାକୁ ନେଇ ଆସିଲା ସମ୍ପୂର୍ଣ୍ଣ ଅପଡେଟ୍। ମହିଳା କର୍ମଚାରୀଙ୍କ ପାଇଁ ସୈବାତନିକ ପ୍ରସୂତିକାଳୀନ ଛୁଟି। 70,000 ଛୁଇଁପାରେ ସୁନା ଦର। ଲଗାମ ନାହିଁ ବର୍ଦ୍ଧିତ ଦର ଉପରେ। ସେପଟେ ପୁଣି ଲାଇନଚ୍ୟୁତ ହେଲା ଟ୍ରେନ୍। ଆସନ୍ତୁ ପୁରା ଖବର ଉପରେ ନଜର ପକାଇ ନେବା। ଏବେ ଗୁରୁତ୍ୱପୂର୍ଣ୍ଣ ଖବର ଶେଷକୁ ରହିଛି, ତାହାକୁ ନିହାତି ଜାଣିନେବା। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ତୁରନ୍ତ ଦବାଇ ଦିଅନ୍ତୁ। ତେବେ ପ୍ରଥମ ବଡ଼ ଖବରଟି ହେଲା ଛାତ୍ରଛାତ୍ରୀଙ୍କୁ ପାଇଁ ନୂଆ ଯୋଜନା ମିଳିବାକୁ ଯାଉଛି ଟଙ୍କା। ସେ ପୁଣି 20,000 ଓ 10,000 ଟଙ୍କା। ଆଜ୍ଞା ହଁ, ଠିକ୍ ଶୁଣିଲେ। ପିଲାମାନଙ୍କର ଉଚ୍ଚଶିକ୍ଷାର ଦାୟିତ୍ୱ ଏବେ ସରକାରଙ୍କ ହାତରେ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ଏମିତି କିଛି ଯୋଜନା ରହିଛି ସମସ୍ତେ ଜାଣିନାହାନ୍ତି, ଯାହାକି ମାସିକ ଓ ବାର୍ଷିକ ଭାବରେ ସରକାରଙ୍କ ଦ୍ୱାରା ପ୍ରାପ୍ତ ରାଶି ପାଇଁ ନିଜର ଉଚ୍ଚଶିକ୍ଷା ସ୍ୱପ୍ନକୁ ପୂରା କରିପାରିବେ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ କେନ୍ଦ୍ରୀୟ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ପିଲାମାନଙ୍କୁ ପଞ୍ଜୀକୃତ କରାଇ ଛାତ୍ରମାନେ ବର୍ଷକୁ 10,000 ଓ ଛାତ୍ରୀମାନେ ବାର୍ଷିକ 20,000 ଟଙ୍କା ପାଇପାରିବେ, ଯାହାକି ବର୍ତ୍ତମାନ ସୁଦ୍ଧା ପ୍ରତିବର୍ଷ 1 ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ସେଥିପାଇଁ ଆପଣଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ। ପରବର୍ତ୍ତୀ ଅପଡେଟଟି ହେଉଛି କୃଷକମାନଙ୍କର ସଶକ୍ତିକରଣ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରି ଆସୁଛନ୍ତି ରାଜ୍ୟ ସରକାର। ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ 950 କୋଟି ଟଙ୍କାର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ପ୍ରଦାନ କରିଛି। ପରବର୍ତ୍ତୀ ଅପଡେଟଟି ହେଉଛି ସୁନା ଦର ବୃଦ୍ଧି ହେତୁ ବର୍ତ୍ତମାନ ରାଜଧାନୀ ବଜାର ମୂଲ୍ୟ 500 ଟଙ୍କା ବୃଦ୍ଧି ହୋଇ ଗ୍ରାମ ପ୍ରତି 65,650 ଟଙ୍କାର ହୋଇଛି। ଏହା ସର୍ବକାଳୀନ ଉଚ୍ଚ ଦର ଅଟେ। ଚାଷୀ ଭାଇଙ୍କ ପାଇଁ ଖୁସି ଖବର। ଆଉ କିଛି ସମୟ ମାନେ ଆଜି ସନ୍ଧ୍ୟାରେ ମିଳିବାକୁ ଯାଉଛି କାଳିଆ ଟଙ୍କା। ଏଥିରେ କ୍ଷୁଦ୍ର ନାମମାତ୍ର ଚାଷୀ, ଭୂମିହୀନ ଚାଷୀ ସମସ୍ତେ ପାଇବେ କାଳିଆ ଟଙ୍କା। ଯୋଜନା ମୁତାବକ 2,000 ଲେଖାଏଁ ଟଙ୍କା ମିଳିବ ବୋଲି ସୂଚନା ମିଳିଛି। ଆଜି ସନ୍ଧ୍ୟା 5ଟାରେ ମଧ୍ୟରେ ଡିବିଟି ମାଧ୍ୟମରେ ଟଙ୍କା ଆସିବାର ସୂଚନା ରହିଛି। ତେଣୁ ଚାଷୀ ଭାଇ ଭଉଣୀଙ୍କ ପାଇଁ ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଜୀବନ ଯୁଦ୍ଧରେ ହାରିଗଲେ ବୋରୱେଲରେ ପଡ଼ିଥିବା ବ୍ୟକ୍ତି। ଦିଲ୍ଲୀର କେଶବପୁର ମଣ୍ଡି ଅଞ୍ଚଳରେ ଥିବା ଦୀର୍ଘ 14 ଘଣ୍ଟା ଧରି ରେସ୍କ୍ୟୁ ଅଭିଯାନ ପରେ ବୋରୱେଲରେ ଖସି ପଡ଼ିଥିବା ବ୍ୟକ୍ତିକୁ ଉଦ୍ଧାର କରାଯାଇଥିଲା, ତାହା ବି ମୃତ ଅବସ୍ଥାରେ। ତେବେ ବର୍ତ୍ତମାନ ଚାଲନ୍ତୁ କିଛି ସଂକ୍ଷିପ୍ତରେ ଫଟାଫଟ ଖବର ଜାଣିନେବା। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କର ଆକଳନ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ସରିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି ମେରା ପେହଲା ଭୋଟ ଦେଶ କେ ଲିଏ ଅଭିଯାନକୁ ଏକ ନୂଆ ଦିଗ ନେଇଦେଇଛି। ନିଜ କଳାକୃତି ଜରିଆରେ ସେ ଯୁବ ଓ ପ୍ରଥମ ଥର ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବା ସହ ଗଣତନ୍ତ୍ର ସୁଦୃଢ଼ ଓ ସମୃଦ୍ଧ କରିବାକୁ ଅନୁରୋଧ କରିଛନ୍ତି। ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ପାସେଞ୍ଜର ଟ୍ରେନ୍ କତଲାବାସ ନିକଟରେ ଇଞ୍ଜିନ୍ ହୋଇଛି ଲାଇନଚ୍ୟୁତ। ଲୋକୋ ପାଇଲଟ ସାମାନ୍ୟ ଆହତ, ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ସ୍କୁଲ କର୍ମଚାରୀଙ୍କୁ 15 ଦିନ ସାମୟିକ ଛୁଟି ଓ ମହିଳା କର୍ମଚାରୀଙ୍କୁ 180 ଦିନର ମାତୃତ୍ୱ ଛୁଟି। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଦୁର୍ଗାପଙ୍ଗା ଜଙ୍ଗଲରେ ଏସ୍ଓଜି ଯବାନ ମାଓବାଦୀ ଗୁଳି ବିନିମୟ। 15ରୁ 20 ମିନିଟ୍ ଗୁଳି ବିନିମୟ ପଛରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ବାଲେଶ୍ୱର ବସ୍ତା ଥାନା ଶ୍ରୀରାମପୁର ପଞ୍ଚାୟତରେ ବଳବୁଦ୍ଧି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ପୂର୍ବ ଶତ୍ରୁକୁ କେନ୍ଦ୍ର କରି ପେଟ୍ରୋଲ ଢାଳି ଘର ଜାଳିଦେଲେ ପଡ଼ୋଶୀ। ଛେଳି ଓ ଗୋରୁ ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ରାଜ୍ୟ କ୍ୟାବିନେଟ୍ରେ 17ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କୁ 6 ଲକ୍ଷ ଓ ଅଣଶିକ୍ଷକଙ୍କୁ 4 ଲକ୍ଷ ଅବସରକାଳୀନ ସହାୟତା ଘୋଷଣା କରାଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜିଠୁ ଆରମ୍ଭ ହୋଇଛି ନାଇଟ୍ ଆଉଟ୍ ଜୁ।
ନନ୍ଦନକାନନ ପକ୍ଷରୁ ନୂଆ ଶୈକ୍ଷିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କେବଳ ରବିବାର ରାତିରେ 20 ଜଣ ଦର୍ଶକ ବୁଲିବାକୁ ବ୍ୟବସ୍ଥା କରାଯାଇଛି। ଅଡ଼ୁଆ ସୂତାରେ ଛନ୍ଦି ଯାଇଛି ବିଜେଡି ବିଜେପି ମେଣ୍ଟ ଅଙ୍କା କଷା। ବିଜେଡି ବିଜେପି ମେଣ୍ଟ ସୌଦାରେ କେବଳ ସିଟ୍ ନୁହେଁ ସମୀକରଣ ବି ବଦଳିବ। ରାଜ୍ୟ ରାଜନୀତିରେ ବଡ଼ ଭୂକମ୍ପ ଆଣିବ ମେଣ୍ଟ, ଯାହା ପ୍ରଭାବ ଦିଲ୍ଲୀରୁ ପଲିଯାଇ ପଡ଼ିବ। ଦିଲ୍ଲୀରୁ ଆସିଲା ଡକରା, ପୁଣି ପ୍ରଭାରୀ ସହ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ। ନିର୍ବାଚନ ତାରିଖକୁ ନେଇ ଆସିଲା ବଡ଼ ଅପଡେଟ୍। ନିର୍ବାଚନ ସମ୍ପର୍କିତ ରାଉଣ୍ଡ ବୈଠକ ମାର୍ଚ୍ଚ 12 ସୁଦ୍ଧା ହେବ ଶେଷ। ଏହାପରେ ତାରିଖ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଦିଗପହଣ୍ଡି ବାଙ୍କେଶ୍ୱରୀ ଘାଟିରୁ ଖସି ପଡ଼ିଲା ପିକଅପ୍। ଦୁର୍ଘଟଣାରେ 20 ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ 10 ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଭୋଗରାଇ ବିଧାୟକ ଅନନ୍ତ ଦାସ ଉଦ୍ଘାଟନ କରିବାକୁ ଯାଇ ଅପଦସ୍ଥ ହେଲେ। ଜଳସେଚନ ପ୍ରକଳ୍ପ ଉନ୍ମୋଚନ କରିବାରେ ଅସମର୍ଥ ହେବାରୁ ଅନନ୍ତ ଦାସ ନିରାଶ ହୋଇ ଘରକୁ ଫେରିଥିଲେ। ମୋବାଇଲ ଫୋନ୍ ଉତ୍ପାଦନରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ ଭାବରେ ଛିଡ଼ା ହୋଇଛି ଭାରତ। 2014ରୁ 24 ମଧ୍ୟରେ ମୋବାଇଲ ଫୋନ୍ ଉତ୍ପାଦନର ଅଭିବୃଦ୍ଧି ଭାରତର ଉତ୍ପାଦନ କ୍ଷେତ୍ରରେ ଏକ ଅଭୂତପୂର୍ବ ସଫଳତା ମିଳିଛି। ଲୋକସଭା ନିର୍ବାଚନ ଲଢ଼ିବେ ରଚନା ବାନାର୍ଜୀ। ଟିଏମସି ରଚନା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗର ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଏଠାରେ ଏବେ ସାଂସଦ ଅଛନ୍ତି ବିଜେପିର ଲୋକପ୍ରିୟ ନେତ୍ରୀ ଲୋକେଟ ବାନାର୍ଜୀ। ଦୁଇ ଜଣଙ୍କ ମଧ୍ୟରେ ହୋଇପାରେ କଡ଼ା ଟକ୍କର। ୟୁକ୍ରେନ ଉପରେ ପରମାଣୁ ବୋମା ପକାଇଥାନ୍ତା ରୁଷ। ମୋଦିଙ୍କ ହସ୍ତକ୍ଷେପ ପରେ ବଦଳିଥିଲା ସ୍ଥିତି ଏବଂ ପୁଟିନ ମଧ୍ୟ ତାଙ୍କର ମତକୁ ବଦଳାଇଥିଲେ। ଏବେଠୁ କଲବଲ କଲାଣି ତାତି। ମଙ୍ଗଳବାରଠାରୁ ରାଜ୍ୟରେ ଉପରମୁହାଁ ହେବ ପାରଦ। ଅଧିକାଂଶ ସହର ତାପମାତ୍ରା 40 ଡିଗ୍ରୀ ଛୁଇଁବା ଆଶଙ୍କା କରାଯାଉଛି। ତ ଦର୍ଶକ ବନ୍ଧୁ, ଇଏ ଥିଲା କିଛି ସଂକ୍ଷିପ୍ତ ସମାଚାର ସହିତ ମୁଖ୍ୟ ଖବର। ଆପଣଙ୍କୁ ଖବର କେମିତି ଲାଗୁଛି ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ହଁ, ଭିଡ଼ିଓକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଏବଂ ଆପଣଙ୍କ ସାଙ୍ଗସାଥୀମାନଙ୍କୁ ସେୟାର କରି ଜଣାଇଦେବେ। ରହିଲୁ, ଜୟ ଜଗନ୍ନାଥ।